ମୁଁ ଭାବୁଛି ବୋଧେ ଓଡ଼ିଶାର ନାଁ ବଦଳି କେତେବେଳେ ବିଜେପି ସରକାର ବେଳେ ଏଇଟା ଆଦାନୀ ସରକାର ହେଇଯାଇପାରେ। ତଥାପି ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା ଆମେ ମିଡ଼ିଆରେ ଦେଖୁଛୁ, ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବାଧିକ ସମୟ ସିଏ ଯେଉଁ ଗସ୍ତ କରୁଛନ୍ତି, ବିଭିନ୍ନ ସଭା ସମିତିକି ଯାଉଛନ୍ତି ଏବଂ ସେଥିରେ ସିଏ କେବଳ ଲୋକଙ୍କୁ ପ୍ରତିଶ୍ରୁତିର ଗୋଟେ ପିଢ଼ି ଧରିକି ଯାଉଛନ୍ତି ତାକୁ ଖୋଲିବା ପାଇଁ। ଏପର୍ଯ୍ୟନ୍ତ ରାଜ୍ୟ ସରକାର 6 ମାସ ହେଲାଣି ତାର ପରିଚାଳନା କିଭଳି ଭାବରେ ହେବ ଏବଂ କିଭଳି ଯେଉଁ ଲୋକମାନେ ଜିଏସ୍ଟି ଦେଉଛନ୍ତି, ଯେଉଁ ଜିଏସ୍ଟିର ଭାଗ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଉଭୟ ବାଣ୍ଟ କରିକି ରହୁଛନ୍ତି, ଇଏ ଜିଏସ୍ଟି କେମିତି କମିବ, ଦରଦାମ କେମିତି କମିବ, କିଭଳି ଭାବରେ କେନ୍ଦ୍ର ସରକାରଙ୍କୁ ଇଏ ବୁଝେଇ ପାରିବେ ଯେ ଜିଏସ୍ଟି କମ୍ କଲେ ଯାଇ ଓଡ଼ିଶାର ଲୋକମାନେ ଯେଉଁ ଆଶ୍ୱସ୍ତି ଲାଭ କରିବେ, ଯେଉଁଭଳି ପରିସ୍ଥିତି ବିଭିନ୍ନ ଇଏ ଆଳୁ କଥା କେବଳ ମୁଁ କହିବିନି, ସବୁ କ୍ଷେତ୍ରରେ ଯେଉଁ ଦରଦାମ ବୃଦ୍ଧି ହେଇଛି ସେଥିରେ ଲୋକ ଟିକେ ମାନେ ଦୁଧ ଦହି କ୍ଷୀର ସବୁଥିରେ ଯେଉଁ ଜିଏସ୍ଟି ବୃଦ୍ଧି ହେଇଛି ସେଥିରେ ଇଏ ଜିଏସ୍ଟି କାଉନସିଲରେ ମୁଁ ଭାବୁଛି ମୋହନ ବାବୁ ସେମିତି କିଛି ଦାବି ଉପସ୍ଥାପିତ କରିପାରିବେନି ବା ତାଙ୍କ ଦାବିକୁ ଠିକଣା ବାଟରେ କେନ୍ଦ୍ର ଗ୍ରହଣ କରିବ ନାହିଁ। କାରଣ ଇଏ ଡବଲ ଇଞ୍ଜିନ୍ ସରକାର କହୁଛନ୍ତି, ଆତ୍ମବିଭୋର ହେଇଯାଇଛନ୍ତି ଏବଂ ଡବଲ ଇଞ୍ଜିନ୍ ସରକାରର ନିୟନ୍ତ୍ରଣ ସେଠି କେନ୍ଦ୍ର ରହିଛି। କେନ୍ଦ୍ର ଜାଣୁଛି କେନ୍ଦୁପତ୍ରର ତୋଳେଲିମାନଙ୍କୁ ଯେଉଁ ସୁବିଧା ଦେବା କଥା ତାକୁ ମଧ୍ୟ ଏମାନେ କରେଇ ପାରିବେନି। ଏମାନେ ଯାହା ଯାହା କହୁଛନ୍ତି, କୋରାପୁଟରେ ତ ଯାହା କୋରାପୁଟ ମାଲକାନଗିରିରେ ଯାହା କହିଛନ୍ତି ରାଜ୍ୟ ବଜେଟରୁ ଅଧା ଚାଲିଯିବ ସେଠିକି। ବଜେଟ୍ କେତେ ତାକୁ ହିସାବ କରିକି କହୁନାହାନ୍ତି, ଯିଏ ଯାହା ପାରୁଛନ୍ତି ଘୋଷଣା କରୁଛନ୍ତି। ନିଜ ନିଜ ଡିପାର୍ଟମେଣ୍ଟରେ ଗୋଟେ ସଂଘୀୟ ବ୍ୟବସ୍ଥାରେ ଯାହା ଯାହା ହେଇପାରିବ ସେ କଥାକୁ ମଧ୍ୟ ବିଚାରକୁ ନେଉନାହାନ୍ତି। ତେଣୁ ସ୍ପଷ୍ଟ ଭାବରେ କହିବା ପାଇଁ ଚାହେଁ ଯେ 6 ମାସ ଭିତରେ ଇଏ ସରକାର ଗୋଟେ ରାସ୍ତାକୁ ଆସିନି ସରକାରଟା କିଭଳି ଭାବରେ ଚାଲିବ। କାରଣ ଆମେ ବାରମ୍ବାର କ୍ଷମତା ରାଜନୀତିରେ ସରकारକୁ ଆସିଛୁ, ବିଧାୟକ ମନ୍ତ୍ରୀ ହେଇଛୁ ଏବଂ ଜାଣିଛୁ କିଭଳି ଭାବରେ ସରକାର ଓଡ଼ିଶା ହକ୍ ପାଇଁ ଇଏ କିଛି କହିପାରିବେନି, କାରଣ ଏଙ୍କର କହିବାର ଶକ୍ତି ନାହିଁ। ଇଏ କାହାକୁ କିଛି କହିପାରିବେନି। ଆପଣ ଯେଉଁଭଳି ଭାବରେ ଆପଣ ରେଲୱେର ଯେଉଁ ଆମକୁ ଯେଉଁ ଧୋକା ଦିଆହେଇଛି, ଗୋଟେ ଯେମିତି ଦିନରେ ଲୋକଙ୍କୁ ଲଣ୍ଠନ ଦେଖାନ୍ତି, ଠିକ୍ ସେଇଭଳି ଭାବରେ ଯେଉଁ ଧୋକା ଦିଆହେଇଛି, ଠିକ୍ ସେଭଳି ଭାବରେ ଆପଣ କୋଇଲା ରୟାଲିଟିରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଯେଉଁ ବ୍ୟବସ୍ଥାରେ ରହିଛନ୍ତି ଏବଂ ଆଦାନୀ ଯେଉଁଭଳି ଭାବରେ ଘେରି ଦେଇ ସାରିଲାଣି, ବକ୍ସାଇଟ୍ ନେଇଯିବା ପାଇଁ ଯେହେତୁ ଲୁହାପତ୍ର ସରି ସରି ଆସୁଛି, ବକ୍ସାଇଟ୍କୁ ସବୁ ନେଇଯିବା ପାଇଁ ଯେମିତି ଘେରି ଦେଇ ସାରିଲାଣି, ମୁଁ ଭାବୁଛି ବୋଧେ ଓଡ଼ିଶାର ନାଁ ବଦଳି କେତେବେଳେ ବିଜେପି ସରକାର ବେଳେ ଏଇଟା ଆଦାନୀ ସରକାର ହେଇଯାଇପାରେ। ମୁଁ ଆଜ୍ଞା ବାରମ୍ବାର ତ ନବୀନ ବାବୁଙ୍କ ବାବଦରେ କିଛି କହିବା ପାଇଁ ଚାହେଁନି, ତାଙ୍କର ସଂଗଠନ ଥିଲା, ବର୍ତ୍ତମାନ ନାହିଁ। ନବୀନ ବାବୁଙ୍କର ନିଜ ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ସମିତି ମେମ୍ବର, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ନବୀନ ବାବୁଙ୍କ ନିଜ ନିର୍ବାଚନ ମଣ୍ଡଳୀରୁ ଛାଡ଼ିକି ତାଙ୍କୁ ଚାଲିଗଲେଣି। ନବୀନ ବାବୁ ଯେଉଁମାନଙ୍କୁ ରାଜ୍ୟସଭାକୁ ପଠାଇଥିଲେ ସେମାନେ ତାଙ୍କଠୁ ଚାଲିଗଲେଣି। ବର୍ତ୍ତମାନ ନବୀନ ବାବୁଙ୍କ ଦଳରେ ଏଭଳି ପରିସ୍ଥିତି ନଥିଲା। ବର୍ତ୍ତମାନ 7 ଜଣ ସାଂସଦ ଏକାଠି ବସିକି କହୁଛନ୍ତି ଆମେ ନବୀନ ବାବୁଙ୍କ ସହିତ ରହିବୁ। ତାର ଅର୍ଥ ହେଉଛି ଯେତେବେଳେ ନ ରହିବା ପରିସ୍ଥିତି ଆସେ ରହିବୁ ବୋଲି ଲୋକ କହନ୍ତି। ୟାକୁ ଯଦି ସବୁ ବିଚାରକୁ ନେବେ, ପ୍ରତିଦିନ ବିଜୁ ଜନତା ଦଳର ଗୋଡ଼ ତଳୁ ମାଟି ଖସୁଛି। ବିଜୁ ଜନତା ଦଳର ଯେଉଁମାନେ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି, ଯେଉଁମାନେ ସ୍ୱଚ୍ଛାଚାରିତାକୁ ବିରୋଧ କରନ୍ତି, ଯେଉଁମାନେ ସାଧାରଣ ଭାବରେ ଯେଉଁମାନେ ଚାହାନ୍ତି ଯେ ଓଡ଼ିଶାର ବିକାଶ ହଉ, ସେମାନେ ଏଇ ଯେଉଁ ସାମ୍ପ୍ରଦାୟିକ ଶକ୍ତି ସହିତ ରହିଥିବା ଭାରତୀୟ ଜନତା ପାର୍ଟିକୁ ସେମାନେ ଯିବେ ନାହିଁ। ବିଜୁ ଜନତା ଦଳର ଯେତେବେଳେ ଅବକ୍ଷୟ ହେବ ସେତେବେଳେ କଂଗ୍ରେସ ଦଳର ଉତ୍ଥାନ ହେବ ଏବଂ ଆପଣମାନେ ଆମେ ସମସ୍ତେ ଆଶ୍ୱସ୍ତ ହୋଇପାରୁନୁ, କାରଣ 6 ମାସ ହେଲା ଆମ କଂଗ୍ରେସର ମଙ୍ଗୁଆଳ ବା ସଭାପତି ନିର୍ବାଚନ ହେଇନି ବା AICC କରିନି। ନିଶ୍ଚିତ ଭାବରେ ମୁଁ ଆଶା କରୁଛି ଏଇ ଡିସେମ୍ବର ମାସ ଭିତରେ ବା ଜାନୁଆରୀ ପ୍ରଥମ ସପ୍ତାହରେ ନିଶ୍ଚିତ ଭାବରେ କଂଗ୍ରେସ ସଭାପତି ଘୋଷଣା ହେବ ଏବଂ ତାପରେ କ୍ଷିପ୍ର ଗତିରେ କଂଗ୍ରେସ ସଂଗଠନ ଚାଲିବ। କାରଣ ଲୋକେ କହିଲେଣି, ଲୋକଙ୍କ ପାଖରେ ବିକଳ୍ପ ତ ବିଜେଡ଼ି ନୁହେଁ ପ୍ରମାଣ କରିଦେଇଛନ୍ତି ଭୋଟରେ ଏବଂ ବିଜେପି ହେବ ନାହିଁ 6 ମାସ ଭିତରେ ପ୍ରମାଣିତ ହେଲାଣି। ତାଙ୍କର ଯାହା ମ୍ୟାନିଫେଷ୍ଟୋର ଓଲଟାଟା କରୁଛନ୍ତି, କୌଣସିଟା ପୂରଣ କରୁନାହାନ୍ତି। ତେଣୁ ଏକମାତ୍ର ବିକଳ୍ପ ହେଉଛି କଂଗ୍ରେସ ଦଳ। ଲୋକ ନେତା ଆମେ ସବୁ ଯେଉଁ ନେତାମାନେ ଅଛୁ ଆମକୁ ଗାଳି କଲେଣି, ତମେ ଏକାଠି ହୁଅ, କଂଗ୍ରେସ କ୍ଷମତାକୁ ଆଣ। ଲୋକେ ଚାହୁଁଛନ୍ତି କଂଗ୍ରେସର ଶାସନ।